जय जगन्नाथ। जय जगन्नाथ। ସ୍ୱାତି ଲଗ୍ନର ନୂତନ କାର୍ଯ୍ୟକ୍ରମ ଅତିଥିଙ୍କ ସହ ଆଳାପକୁ ଆପଣଙ୍କୁ ସ୍ୱାଗତ ଜଣାଉଛି। धन्यवाद। ପ୍ରଥମେ ଆପଣଙ୍କର ପରିଚୟ ଜାଣିବୁ ମ୍ୟାମ୍। ମୁଁ ସବିତା ତ୍ରିପାଠୀ। ମୋର ଜନ୍ମଭୂମି ଓଡିଶା କେନ୍ଦ୍ରାପଡା ଡିଷ୍ଟ୍ରିକ୍ଟର। ମୁଁ ମହାରାଷ୍ଟ୍ରର ନବୀ ମୁମ୍ବାଇରେ ରହୁଛି। ପରିଚୟ କହିଲେ ମୁଁ ସର୍ବପ୍ରଥମେ କହିବି ମୁଁ ଜଣେ ଓଡିଆ ଗୃହିଣୀ। ପରେ ମୁଁ ଗୋଟେ ଘରୋଇ କମ୍ପାନୀର ସହ ପରିଚାଳିକା ଭାବେ କାର୍ଯ୍ୟରତ ଏବଂ ଗୋଟେ ଗ୍ରାଫିକ୍ସ ଡିଜାଇନର ବି। ଓ ଆଉ ସର୍ବଶ୍ରେଷ୍ଠ ପରିଚୟ ହେଲା ମୁଁ ବହୁତ ଓଡିଶାକୁ ଭଲ ପାଏ। ମୋ ମାତୃଭୂମିକୁ ମାତୃଭାଷାକୁ ମୁଁ ସବୁବେଳେ ମୋ ଭିତରେ ଜୀବିତ ରଖିବାକୁ ଚେଷ୍ଟା କରେ। ସେଇଟା ହେଲା ମୋ ପରିଚୟ। ଧନ୍ୟବାଦ ମ୍ୟାମ୍। ମ୍ୟାମ୍ ଇଏ ଓଡ଼ିଶାରୁ ମୁମ୍ବାଇ ଯାତ୍ରାଟା କେମିତି ଥିଲା? ଓଡିଶାରୁ ମୁମ୍ବାଇ ଯାତ୍ରା ତ ମୁଁ ମୁମ୍ବାଇରେ ବାହାଘର ପରେ ମୁଁ ସ୍ୱାମୀଙ୍କ ସହିତ ମୁମ୍ବାଇ ଆସିଥିଲି। ପୂର୍ବରୁ ମୁଁ ମୁମ୍ବାଇ ଆସିନଥିଲି, ମୁଁ ଓଡିଶାରେ ହିଁ ଥିଲି। ଭୁବନେଶ୍ୱରରେ ମୋର ବୃତ୍ତି ଥିଲା। ପରେ ପରେ ବାହାଘର ପରେ ମୁଁ ସ୍ୱାମୀଙ୍କ ସହିତ ମୁମ୍ବାଇ ଆସିଥିଲି। ଏଇଭଳି ଯାତ୍ରା ରହିଥିଲା। ତାପରେ ସ୍ୱାମୀଙ୍କ ସହିତ କାର୍ଯ୍ୟରତ ମୁମ୍ବାଇ ବହୁତ କାର୍ଯ୍ୟ ବ୍ୟସ୍ତତା ସମସ୍ତେ ରହନ୍ତି। ତ ସେଥିପାଇଁ ମୁଁ ମୁମ୍ବାଇ ଆସିକି ବି ଗୋଟେ କମ୍ପାନୀରେ ଜଏନ୍ କରିଥିଲି। ସ୍ୱାମୀଙ୍କ କମ୍ପାନୀରେ ଭ୍ୟାକେନ୍ସି ଥିଲା ତ ମୁଁ ସେଠି ଜଏନ୍ କରିଦେଲି। ତାପରେ ପରେ କାର୍ଯ୍ୟ ବ୍ୟସ୍ତତା ଏତେ ହେଇଗଲି ତ ସେଥିରେ ମୁଁ ନିଜକୁ ନିୟୋଜିତ କରିଦେଇଥିଲି। ମୁମ୍ବାଇ ଜଳବାୟୁକୁ ମୁଁ ଓଡିଶାକୁ ଟିକେ ସାଇଡ କରିକି ନିଜ ଭିତରେ ବହୁତ କଷ୍ଟ ଲାଗିଥିଲା, କିନ୍ତୁ ମତେ ମୁମ୍ବାଇରେ ଖାପ ଖୁଆଇଲା ଭଳିଆ ଚଳିବାକୁ ବହୁତ କଷ୍ଟ ଲାଗିଥିଲା। କାହିଁକି ନା ମୁମ୍ବାଇ ଗୋଟେ ଏମିତି ଜାଗା ଯିଏ କି କେହି କାହାକୁ ପଚାରନ୍ତିନି, ସମସ୍ତେ କାର୍ଯ୍ୟ ବ୍ୟସ୍ତତା, ସମୟ ହିଁ ନଥାଏ କାହା ପାଖରେ। ନିଶ୍ଚିତ ଭାବରେ ମ୍ୟାମ୍ ଏତେ କାର୍ଯ୍ୟ ବ୍ୟସ୍ତତା ଭିତରେ ବି ଆପଣ ସାହିତ୍ୟକୁ ଭଲ ପାଉଛନ୍ତି, ଏହା ହେଉଛି ବହୁତ ବଡ଼ କଥା। କାରଣ ଆପଣ ଏତେ ଦୂରରେ ରହିକି ବି ମୁମ୍ବାଇରେ ରହିକି ବି ସାହିତ୍ୟ ପ୍ରତି ଭଲ ପାଇବା ରହିଛି, ସାହିତ୍ୟ ପାଇଁ ନିଷ୍ଠା ରହିଛି। ତ ଏଇ ସାହିତ୍ୟ ପ୍ରତି ପ୍ରେମଟା ଆପଣ କେବେ ଜାଗ୍ରତ ହେଲା, ବା କେବେ ଆପଣ ଭିତରେ ଗୋଟେ କବି, ଗୋଟେ ନାରୀ କବି ମାନେ ଜନ୍ମ ନେଇଛି ବୋଲି ଆପଣ ଜାଣିପାରିଲେ? ସେଇ ଯୋଉ କୋଶ୍ଚିନ୍ ଟା ଆପଣ ପଚାରୁଛନ୍ତି, ଏଇ କୋଶ୍ଚିନ୍ ଟା ମୋର ଗୋଟେ କବିତା ସଂକଳନ ପୁସ୍ତକଟି କବିତା ପ୍ରାଙ୍ଗଣ କରିକି ମୁଁ ଯେତେବେଳେ ଉନ୍ମୋଚିତ କରିଥିଲି, ସେତେବେଳେ ପ୍ରଥମେ ମୁଁ ଏଇ ଉତ୍ତରଟା ମୁଁ ଦେଇଥିଲି। ମୁଁ ଯୋଉମାନଙ୍କୁ ଅତିଥି ଭାବେ ଡାକିଥିଲି ତ ସେମାନଙ୍କୁ ମୁଁ ଉତ୍ତର ଦେଇଥିଲି, ସେମାନେ ବି ଆଶ୍ଚର୍ଯ୍ୟ ହେଇଯାଇଥିଲେ। ସତ କଥା ହଉଛି, ମୁଁ ସାହିତ୍ୟ ପ୍ରତି ମୋର ଯୋଉ ରୁଚିଟା ନା, ମୁଁ ଷଷ୍ଠ ଶ୍ରେଣୀରୁ ଆରମ୍ଭ କରିଥିଲି। କାହିଁକି ନା ଷଷ୍ଠ ଶ୍ରେଣୀରେ ମୋର ଯେତେବେଳେ ଆମେ ସାହିତ୍ୟ ଯେତେବେଳେ ପଢୁଥିଲୁ, ଯୋଉ ଆମର ସାହିତ୍ୟରେ ଆସେ ସରଳାର୍ଥ କରିକି, ତ ସେତେବେଳେ ଗୋଟେ ପଦ୍ୟାଂଶଟେ ଦିଆ ହୁଏ, ତାକୁ ଆମେ ବିଶ୍ଳେଷଣ କରିକି ଲେଖୁ। ହଁ ତ ସେ ଲେଖାଟା ମତେ ବହୁତ ଭଲ ଲାଗେ ଆଉ ମୁଁ ବହୁତ ବିଶ୍ଳେଷଣ କରିକି ବି ଲେଖେ। ଆମ ସାହିତ୍ୟ ସାର୍ ଯିଏ ଥିଲେ ସେ ବହୁତ ଭଲ ପାଆନ୍ତି ମତେ। ତ କହନ୍ତି କି ତୁ 10 ପଦରେ ଲେଖିବା ଜାଗାରେ ତୁ 20 ଧାଡି ଲେଖି ଦଉଛୁ। କିନ୍ତୁ ମୁଁ ବି ଜାଣିପାରେନି ମୁଁ କେବେ ଲେଖେ। ତ ସେଇ ଯୋଉ ଲେଖିବାଟା ଆଉ ପଢିବା, ମୁଁ ଗପ ବହି ବହୁତ ପଢେ। ସ୍କୁଲରୁ ଆସିଲା ପରେ ବି ମୁଁ ଘରେ ବୋଉକୁ ଲୁଚିକି ଗୋଟେ ଘରେ ବସିଯାଏ। ବୋଉ ଜାଣିନଥିବ କି ମୁଁ ସ୍କୁଲରୁ ଆସି ସାରିଲିଣି ବୋଲି। ତ ସେତେବେଳେ ମୁଁ ଗପ ବହି ପଢୁଥାଏ। ତ ସେ ଗପ ବହି ପଢିବା ଆଉ ସାପ୍ତାହିକ ଯୋଉ ଆସେ ଆମ ସେତେବେଳେ ତ ମୁଁ ଗୋଟେ ମଧ୍ୟବିତ୍ତ ପରିବାରର ଝିଅ। ଅଭାବ ଅନାଟନ ଆମର ଯୌଥ ପରିବାର। ତ ସେ ଅଭାବ ଅନାଟନ ଭିତରେ ଆମେ ପଇସା ଯେତିକି ବି ମିଳୁଥିଲା ଆମକୁ, ତ ଯୋଉ ପକେଟ ମନି ଯୋଉ କହୁଥିଲେ, ସେତେବେଳେ ତ ଆମେ ଜାଣିନଥିଲେ ପକେଟ ମନି କଣ। ଯୋଉ ଆମ ଘରକୁ ଧର କିଏ କୁଣିଆ ଆସିବେ, ସିଏ ଯଦି 10 ଟଙ୍କା କି 5 ଟଙ୍କା, ବିଶେଷ କରି ମାମୁଁ ଆସନ୍ତି, ତ ସିଏ 5 ଟଙ୍କା 10 ଟଙ୍କା 15 ଟଙ୍କା 50 ଟଙ୍କା ଏମିତି ଯଦି ଦେଇ ଦେଇଥିବେ ନା, ସେଇଟା ଆମ କୁମ୍ପିରେ ରହିଯାଏ। ତ ସେ କୁମ୍ପିର ଯୋଉ ପଇସାଟା ନେଇକି ମୁଁ ସାପ୍ତାହିକ କିଣେ। ମାନେ ଏତେ ମୋର ପଢିବାରେ ଆଗ୍ରହ ଥିଲା। ସାପ୍ତାହିକ, ତାପରେ ଧରିତ୍ରୀ ପେପର ବି ମୁଁ କିଣିକି ବେଳେ ବେଳେ ପଢେ। ସପ୍ତମ ଶ୍ରେଣୀରୁ ମୁଁ ଧରିତ୍ରୀ ପେପର ଷ୍ଟାର୍ଟ କରିଥିଲି ପଢିବା। ନିଶ୍ଚିତ ତାପରେ ଏମିତି ପଢିବାଟା ମତେ ଆଗ୍ରହ କରିଥିଲା ସାହିତ୍ୟ ପ୍ରତି ରୁଚିଟାକୁ। ସାହିତ୍ୟ ପ୍ରତି ଧୀରେ ଧୀରେ ମୁଁ ପଶି ଯାଇଥିଲି। ତାପରେ ମୁଁ ଜାଣିଲି କି ମୋ ଭିତରେ ଯୋଉ ଲେଖିକାର ଯୋଉ ଜନ୍ମଟା ନେଲା ନା, ସେଇଟା ମୁଁ ଗୋଟେ ବୋଉ ଉପରେ, ମୋ
ବୋଉ ଉପରେ ମୁଁ 7 ଧାଡିର ଗୋଟେ କବିତାଟେ ଲେଖିଥିଲି। ସେତେବେଳେ ତ ଏତେ ଭାଷା ଜ୍ଞାନ ବି ନଥିଲା। ପଦକୁ ପଦ ଛନ୍ଦିକି ସେ ଯୋଉ କବିତାଟା ମୁଁ ଲେଖିଥିଲି, ଆମ ଗାଁର ଦୁର୍ଗା ପୂଜାରେ ସରଣୀ କରିକି ଗୋଟେ ମ୍ୟାଗାଜିନଟେ ଆସେ। ସେଥିରେ ଆମ ସାରଙ୍କୁ ମୁଁ କହିଲି କି ସାର୍ ମୋର ଏଇଟା ବାହାରି କରନ୍ତୁ। ମାନେ ସମୁଦ୍ରକୁ ଯୋଉ ଗୋଟେ ଜଳବିନ୍ଦୁ ଯିବା ଭଳି ସାର୍ ବୋଧେ ପ୍ରତ୍ୟାଖ୍ୟାନ ବି କଲେନି, ସାର୍ ନେଇ ଯାଇଥିଲେ ମୋ ଲେଖାଟା। ମୁଁ ବହୁତ ଆଶା କରିଥିଲି ମୋ ଲେଖା ସମ୍ପୂର୍ଣ୍ଣ ବାହାରିବ। ତାପରେ ସାର୍ ଫଟୋ କାଇଁ ମାଗିଲେନି, ମୁଁ ଚାହୁଁଥିଲି ମୋ ଫଟୋ ବି ବାହାରୁ, ମୋ ନାଁ ବି ବାହାରୁ। ତାପରେ ସେଠୁ ମୋ ଫଟୋ ସାର୍ ମାଗି ନଥିଲେ, କିନ୍ତୁ ପରେ ସେ ମାଗାଜିନରେ ମୋର 4 ଲାଇନର କବିତା ସହିତ କବିତା 4 ଲାଇନ ସହିତ ମୋ ନାଁଟା ଆସିଥିଲା। ସେ ନାଁଟା ମୁଁ ବହିରେ ଦେଖିକି ଏତେ ଖୁସି ହେଇଯାଇଥିଲି ଯେ ସେଇଟା ମତେ ଯୋଉ କହନ୍ତି କି ସେଇଟା ସେ ଯୋଉ ନାଁଟାକୁ ଦେଖିକି ମତେ ଆଗକୁ ମୋ ନାଁ ଆସିବ, ମୁଁ ଏମିତି ଲେଖି ଚାଲିବି, ମୁଁ ଲେଖିବି, ମୁଁ କିଛି ଲେଖିବି, ସାରଙ୍କୁ କହୁଥାଏ ସାର୍ ଆପଣ ପୁଣି ଆଉ କୋଉଠି ଦେବେ ଯଦି ମୁଁ ଲେଖିକି ଦେବି। ତ ଧୀରେ ଧୀରେ ସାହିତ୍ୟ ପ୍ରତି ମୋର ଆସିଗଲା ଭଲ ପାଇବା। ବାସ୍। କିନ୍ତୁ ଚାଲିଛି। ଏ ଭଲ ପାଇବାଟା ବେଶୀ ଦିନ ବି ରହିଲାନି। କଲେଜ ଫଲେଜ ସମୟରେ ମୁଁ ତ ବ୍ୟସ୍ତ ରହିଗଲି ପଢାପଢିରେ। କଲେଜରେ ମ୍ୟାଗାଜିନ ଆସିଲେ ମୋର କବିତା ଆସେ, ଆଉ ମୁଁ ବିଶେଷ କରି କବିତା ଲେଖେ। ତାପରେ ବାହାଘର ପରେ ଚାକିରି ପୂର୍ବରୁ ଚାକିରି ଯୋଉ ଥିଲା ସେଥିରେ ତ ଲେଖିଆ ଲେଖି ବହୁତ ବନ୍ଦ ହେଇଯାଇଥିଲା। ତାପରେ ବାହାଘର ପରେ ମୁଁ ପୁରା ସମ୍ପୂର୍ଣ୍ଣ ସାହିତ୍ୟ ଠାରୁ ଦୂରେଇ ଯାଇଥିଲି। ପୁଣି ଥରେ ଆଜ୍ଞା। ପୁଣି ଥରେ ତାହେଲେ କରୋନା ସମୟରେ ପୁଣି ଥରେ ଆଉଥରେ ଲେଖା ଆରମ୍ଭ ହୋଇଥିବ ବୋଲି ମୁଁ ଭାବୁଛି। କରୋନା ସମୟରେ ଯଦିଓ ମୁଁ କହିବିନି, କାହିଁକି ନା କରୋନା ପୂର୍ବରୁ ମୋ ଡାଏରୀରେ ମୁଁ ଲେଖେ। ଡାଏରୀ ମୋର ସବୁବେଳେ ମୋର ଗୋଟେ ସାଙ୍ଗ ହେଇକି ଥାଏ। ଆଉ ମୁଁ ସବୁବେଳେ ନିରୋଳାରେ ବସିବାକୁ ଟିକେ ଭଲ ପାଏ। ସେ ନିରୋଳାରେ ମୋ ମନରେ ଯାହା ଆସେ ମୁଁ ମୋ ଡାଏରୀରେ ଟିପିଦିଏ। ମୋ ଡାଏରୀ ଆଉ କଲମ ମୋର ସବୁବେଳେ ସାଙ୍ଗରେ ଥାନ୍ତି। କରୋନା ପୂର୍ବରୁ ବି ମୁଁ ଟିକେ ଲେଖୁଥାଏ। କିନ୍ତୁ କବିତା ନୁହେଁ, ମୋର ମନର ଯୋଉ ଭାବ ସେଇଟାକୁ ମୁଁ ପ୍ରକାଶ କରେ ମୋ ଡାଏରୀରେ। କବିତା ନୁହେଁ, କିନ୍ତୁ ପର ମୁହୂର୍ତ୍ତରେ ସେଇଟା ଯୋଉ ଆପଣ ଯୋଉ କୋଶ୍ଚିନ୍ ପଚାରିଲେ, ସେ ଯୋଉ କୋଶ୍ଚିନ୍‌ର ଉତ୍ତର ମୁଁ ଦେବି, ଏଇ ଯୋଉ ସାହିତ୍ୟ ମୁଁ ଯୋଉ ବାହାଘର ପରେ ଯୋଉ ଆରମ୍ଭ କଲି ନା, ସେଇଟା ମୋ ପୁଅ 2ୟ ଶ୍ରେଣୀରେ ଯେତେବେଳେ ପଢୁଥିଲା, ତାର ଗୋଟେ ହିନ୍ଦୀର କବିତା ରେସିଟେସନଟେ ଥିଲା। ସେଇଟାରେ ତାଙ୍କ ମ୍ୟାଡାମ କହିଥିଲେ କି ସେଟା ଲେଖିକି ମାନେ ନିଜସ୍ୱ ରଚନାଟାକୁ ଯିଏ କି କାହାର ରଚନାଟାକୁ ତମେ ପଢିପାରିବ। ତ ହିନ୍ଦୀରେ ତ ମୁଁ କେବେ ଲେଖିନି। ମୁଁ କହିଲି ମୁଁ ଦେବି ଗୋଟେ ଲେଖା, ସେଟା ଥିଲା ବଚପନର। ତ ମୁଁ ଲେଖିଥିଲି, ଯୋଉଟା କି ସେଟା ପୁଅ ମୋର ଫାଷ୍ଟ ହେଇଥିଲା। ଓ ଆଉ ସେ ମ୍ୟାଡାମଙ୍କ ସାମ୍ନାରେ ମୁଁ ତାକୁ ଆଣିବାକୁ ଯାଇଛି, ସେ ମତେ କୁଣ୍ଢେଇକି ଥ୍ୟାଙ୍କ ୟୁ ମାମା ଏମିତି କହିଦେଇଥିଲା, ଆଉ ବହୁତ ପ୍ରଶଂସା ବି କରିଥିଲା। ତାପରେ ମୁଁ କହିଲି ଆରେ ମୁଁ ଏବେ ବି କବିତା ତାହେଲେ ଲେଖିପାରିବି। ତାପରେ ମୁଁ ସେଇଦିନ ଆସିକି ରାତିରେ ସବୁ ଶୋଇ ପଡିଲା ପରେ ମୁଁ ମୋ ଡାଏରୀ ପୂର୍ବ କବିତା ଗୁଡା ସେଗୁଡା ମୁଁ ପଢିଥିଲି। ତାପରେ ସେବେଠାରୁ ଷ୍ଟାର୍ଟ ହେଲା। ଆଉ କରୋନାରେ ମୁଁ ଫେସବୁକ୍, ହ୍ୱାଟ୍ସଆପ୍ ଯୋଉ ଆପଣ ମାନଙ୍କର ସଂସ୍ଥା, ତ ସେଇଟା ମୋର ଟିକେ ବେଶୀ ପ୍ରଚାର ପ୍ରସାର ହେଇପାରିଲା। ପ୍ରଚାର ନହେଲେ ପ୍ରସାର। ମୋ ଡାଏରୀ ସହିତ ମୁଁ ସବୁବେଳେ ଥାଏ। ନିଶ୍ଚିତ ଭାବରେ ନିଶ୍ଚିତ। ଆଜ୍ଞା। ମ୍ୟାମ୍ ଆପଣ କବିତା ଆଜ୍ଞା। ଲେଖୁଛନ୍ତି, ଭଲ ଗୃହିଣୀ ଜଣେ, ଆଉ ପ୍ରାଇଭେଟଲି ବି ଜବ୍ କରୁଛନ୍ତି। ତ ଆମେ କବିତା ହଁ। ବିଷୟରେ ଆପଣଙ୍କଠୁ ଜାଣିଲୁ, ଶୁଣିଲୁ, ସବୁ କିଛି କଲୁ। କିନ୍ତୁ ମୋର ବର୍ତ୍ତମାନ ଗୋଟେ ପ୍ରଶ୍ନ ରହିବ। ବର୍ତ୍ତମାନ ଯୋଉମାନେ ଜବ୍ କରିବାକୁ ଚାହୁଁଛନ୍ତି, ଯୋଉ ନୂତନ ପିଢି ଯୁବକ ଯୁବତୀ ଯାହା, ସେମାନଙ୍କ ପାଇଁ ହୁଁ ହୁଁ। ଆପଣଙ୍କର ବାର୍ତ୍ତା କଣ ରହିବ? ଚାକିରି କରିବା ପାଇଁ ହଁ। ଚାକିରି କରନ୍ତୁ, ଆତ୍ମନିର୍ଭରଶୀଳ ହେବା ନିହାତି ଆବଶ୍ୟକ। ସମସ୍ତଙ୍କର ଏମିତି ନାହିଁ କି ଗୋଟେ ନାରୀଟେ, ମୁଁ ତ କହିଲି ମୁଁ ଗୋଟେ ସର୍ବପ୍ରଥମେ ଗୋଟେ ଗୃହିଣୀ ଆଉ ସହ ପରିଚାଳିକା। ମୁଁ ଚାକିରି ବି ଛାଡିଲି ବୋଲି ଅତ୍ୟୁକ୍ତି ହେବ ନାହିଁ, କାହିଁକିନା ସହ ପରିଚାଳିକା ଯୋଉ ମୁଁ କହୁଛି ସେ ମୋ ସ୍ଵାମୀଙ୍କ ସହିତ। ତ ହଁ, ମୁଁ ମୋ ସ୍ଵାମୀଙ୍କ କାର୍ଯ୍ୟରେ ମୁଁ ଯାଇକି ସେଠି ତାଙ୍କୁ ସହଯୋଗ କରେ। ମୁଁ ଯେତେବେଳେ ଗ୍ରାଫିକ୍ସ ଡିଜାଇନର ଥିଲି, ସେତେବେଳେ ମୁଁ ଯେତେବେଳେ ନିଜର ବିଜନେସ ଘରେ ଷ୍ଟାର୍ଟ କରିଥିଲି, ମତେ ଟିକେ ଅସୁବିଧା ହେଲା, କାହିଁକି ନା ମୁଁ ଦୂରରେ ରହିଛି ଆଉ ସ୍ଵାମୀ ମୁଁ ମୋ ପୁଅ ଘରୁ କେହି ଆସିକି ଏଠି ସାହାଯ୍ୟ କରିପାରିଲେନି। ତ ସେଥିପାଇଁ ମତେ ଟିକେ ପୁଅକୁ ମତେ ସମୟ ଦବାକୁ ଥିଲା, ସେଥିପାଇଁ ମୁଁ ଆଉ ଅଫିସିଆଲି ଜଏନ କରିପାରିଲିନି। କିନ୍ତୁ ସେତେବେଳେ ମୋ ମନରେ ଥିଲା କି ଆତ୍ମନିର୍ଭରଶୀଳ ହବା ନିହାତି ଆବଶ୍ୟକ।
ନିଶ୍ଚିତ ଭାବରେ କାହିଁକି ନା ଆମେ ତ ହଁ ଆମେ ଗୋଟେ ଗୃହିଣୀ ହବା ସତ୍ତ୍ୱେ ଏ ସବୁ କରିବା ଦ୍ଵାରା ଆମେ ନିଜେ ଆତ୍ମନିର୍ଭରଶୀଳ ହେଇକି ଗୋଟେ ଅଫିସ ରେ ଯିବା କି ଅଲଗା କାମ କରିବା ସ୍ୱାମୀଙ୍କ ସହିତ ତ ମୁଁ ଏବେ କରୁଛି, ବାକି ଅନ୍ୟ ଜବ୍ ବେଳେ ବି ମୁଁ ଅନ୍ୟମାନଙ୍କୁ କହିବି କି ସେତେବେଳେ ଗଲେ ସେ ମାହୋଲ ଟା ଆମର ଚେଞ୍ଜ ହେଇଯାଏ, ଯୋଉଟା କି ଆମେ ନିଜକୁ ଲାଗେନି କି ଆମେ ଗୋଟେ ଜାଗାରେ ବନ୍ଦୀ ହେଇକି ରହିଯାଇଛନ୍ତି। ନିଶ୍ଚିତ ଭାବରେ ନିଶ୍ଚିତ ସେଟା ସ୍ଵାଧୀନତା ମିଳେ, ସେଥିପାଇଁ ନିତ୍ୟାନ୍ତ ଆବଶ୍ୟକ ଆତ୍ମନିର୍ଭରଶୀଳ ହବା। ନିଶ୍ଚିତ ଭାବରେ ମ୍ୟାମ୍ ଆଉ ଗୋଟେ ଆଜ୍ଞା। ଆମର ଆଉ ଗୋଟେ ଶେଷ ପ୍ରଶ୍ନ ରହିବ ଆପଣଙ୍କୁ। ବର୍ତ୍ତମାନର ସାହିତ୍ୟକୁ ଦେଖିଲେ ବା ବର୍ତ୍ତମାନ ଆମେ ସାହିତ୍ୟ ପାଇଁ ଆମେ କବି ବନ୍ଧୁ ମାନେ କଣ କରିବା ଉଚିତ? ଆମ ସାହିତ୍ୟ କେମିତି ଆହୁରି ସୁନ୍ଦର ହବ, କେମିତି ରୁଧିମନ୍ତ ହବ, କେମିତି ଆଗକୁ ଯିବ, ଆମ ମାନଙ୍କର କର୍ତ୍ତବ୍ୟ କଣ? ଆମ ମାନଙ୍କର କହିଲେ ଆମର ଯୋଉ ଏବେ ତ ଯୋଉମାନେ ପୂର୍ବରୁ ସାହିତ୍ୟରେ ରହି ଆସିଥିଲେ ଆଉ ଏବେ ଯୋଉ କରୋନା ପରେ କିଛି ସାହିତ୍ୟରେ ରହି ଆସୁଛନ୍ତି, ତାଙ୍କ ଭିତରେ ପାର୍ଥକ୍ୟ ତ ବହୁତ ଅଛି। ପୂର୍ବରୁ ଯୋଉମାନେ ସାହିତ୍ୟରେ ରହି ଆସୁଥିଲେ ସେମାନେ ପଢାପଢିକୁ ବହୁତ ବିଶ୍ୱାସ କରୁଥିଲେ। ବହୁତ ବହି ଦେଖନ୍ତୁ, ଆପଣ ଯାହାକୁ ବି କହିବେ ଯିଏ ଜଣେ ଲେଖିକା ଲେଖକ ଥିବେ ନା, ତାଙ୍କ ପାଖରେ ବହୁତ ସାରା ବହି ଥିବ, ଓଡିଆ ଡିକ୍ସନାରୀ ଥିବ, ଶବ୍ଦକୋଷ ଦିଟା ତିନିଟା ତ ଥିବ। କିନ୍ତୁ କରୋନା ପରେ ଯୋଉ ବହୁତ ଆସିଛନ୍ତି ନୂଆ ପିଢି ମାନେ, କରୋନା ପରେ ଯୋଉ ଲେଖା ଲେଖି ଷ୍ଟାର୍ଟ କରିଛନ୍ତି, କାହିଁକିନା କରୋନା ସମୟରେ ପ୍ରଚାର ପ୍ରସାର ସାହିତ୍ୟର ବହୁତ ହେଲା, ଯାହା ଫଳରେ କି ସାହିତ୍ୟର ଯୋଉ ଇଏଟା ରୁଚିଟା ନା, ସେଟା ବସିକି ଘରେ ଆଉ କଣ କରିବା, ତ ସେ ସାହିତ୍ୟ ପ୍ରତି ରୁଚିଟା ଆସିଗଲା। ସେମାନଙ୍କର ଯୋଉ କରୋନା ପରେ ମତେ ଟିକେ ଲାଗୁଛି, ଏଟା ମୋ ନିଜର ଇଏ, ଯୋଉ ପଢାପଢିଟା ଟିକେ କମ ହଉଛି, ଯୋଉଟା କି ଆମେ ଯଦି ସାହିତ୍ୟକୁ ଆହୁରି ସୁନ୍ଦର କରିବାକୁ ଚାହିଁବା ଆମ ଓଡିଆ ସାହିତ୍ୟକୁ, ତ ଆମର ପଢାପଢିଟା ନିତ୍ୟାନ୍ତ ଆବଶ୍ୟକ। ଯୋଉଟା କି ଗୋଟେ ବହିର ଏବେ ଗୋଟେ ଦେଖନ୍ତୁ, ଆପଣ ଗୋଟେ ଫେସବୁକ ରେ ଗୋଟେ କବିତାଟେ ନେବେ, ସେଟା ସେ ପଢି ଦଉଛନ୍ତି ଆଉ ସାଙ୍ଗେ ସାଙ୍ଗେ କମେଣ୍ଟ ଆସି ଯାଉଛି। କିନ୍ତୁ ସେଇ ଜାଗାରେ ଗୋଟେ ଯେତେବେଳେ ଷ୍ଟୋରିଟେ ଆପଣ ଗଳ୍ପଟେ ପକେଇବେ, ସେ ଗପରେ ବହୁତ କମ କମେଣ୍ଟ ଆସୁଛି, କାହିଁକି ଏତେ ସମୟ ନାହିଁ କାହା ପାଖରେ ପଢିବା ପାଇଁ। କିନ୍ତୁ ମୌଳିକ ଯୋଉ ଗପର ଯୋଉଟା ଆମେ ଦଉଛନ୍ତି, ଯୋଉ ଗପ ଦ୍ଵାରା ଆମେ ଯୋଉ ମେସେଜ ଟା ଦଉଛନ୍ତି, ସେଟା କେହି ବୁଝି ପାରୁନାହାନ୍ତି। ତ ସେଇଥିପାଇଁ ପଢାପଢିର ଯୋଉ ଅଭାବ ଟା ଅଛି ନା, ମୁଁ ଭାବୁଛି ଆମେ ଯଦି ସାହିତ୍ୟକୁ ଆଗକୁ ନବାକୁ ଚାହୁଁଛନ୍ତି, ଆମେ ପ୍ରଥମେ ବହି ପଢିବା। ପ୍ରଥମେ ଆମ ବହି, ଆମ ପୁସ୍ତକର ଯୋଉ ସବୁ ପ୍ରକାରର ଯିଏ ଯୋଉ ବିଭାଗରେ କବିତା ଯିଏ ଲେଖୁଛନ୍ତି, କବିତା ବିଭାଗର ହଉ କି ଯେକୌଣସି ସାହିତ୍ୟ ବହିଟେ ଆମେ ପଢାପଢି କଲେ ନା, ଆମ ସାହିତ୍ୟକୁ ଆମେ ରୁଦ୍ଧିମନ୍ତ କରିପାରିବା। ଆଉ ଗୋଟେ ହେଲା ବନାନ ଭୁଲ ବି ଯୋଉଟା ସାହିତ୍ୟକୁ ସେଇଟା ଏବେ ବନାନ ଭୁଲ ଟା ବହୁତ ହଉଛି, କାହିଁକି ନା ଆମ ପଢାପଢି ଅଭାବ ଯୋଗୁ। ସେ ପଢାପଢି ହେଇଗଲେ ଆମର ସବୁ କିଛି ସାହିତ୍ୟରେ ଠିକ ହବ। ସେଟା ନା ହ୍ୱାଟ୍ସଆପ ଫେସବୁକ୍ ଇଏ ତ ହଉଛି ଠିକ ଅଛି, ସେ ଆପ୍ସ ମାଧ୍ୟମରେ, କିନ୍ତୁ ପଢାପଢି କେବଳ ବହି ଦ୍ଵାରା ହିଁ ଆମେ ସବୁ କିଛି ଶିଖିପାରିବା। ଆଜ୍ଞା। ଧନ୍ୟବାଦ ମ୍ୟାମ୍। ଧନ୍ୟବାଦ ମ୍ୟାମ୍, ଆପଣଙ୍କ ସହ କଥା ହେଇ ବହୁତ ଭଲ ଲାଗିଲା। ପୁଣି ଥରେ କେବେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିବା। ରହୁଛି ଆଜ୍ଞା, ନମସ୍କାର, ଜୟ ଜଗନ୍ନାଥ। ଆପଣଙ୍କୁ ବି ବହୁତ ବହୁତ ଧନ୍ୟବାଦ। ଧନ୍ୟବାଦ ଆଜ୍ଞା, ଧନ୍ୟବାଦ, ନମସ୍କାର। ନମସ୍କାର।